ପୁଅକୁ ତ ଏଇଟା ହିଁ ଏଇଠି ଦେଇଛନ୍ତି ଯୋଉ ସାର୍ ମାନେ ଏଇଟା ଗୋଟେ ଭଲ ଛୁଆଙ୍କର ଯୋଉ ଯିବା ଆସିବା ଯାତାୟାତ ପାଇଁ ଯୋଉ କୋଚିଂ କଲେଜ ତାହେଲେ ସେଟା ଗୋଟେ ସୁବିଧା ହେଲା। କେମିତି କଣ ପଢୁଥିଲା ସେ ଚୁପଚାପ ପିଲା ସେ? ହଁ ଚୁପଚାପ ବେଶୀ ସେ ସେମିତି ଇଆଡୁ ସିଆଡୁ ଇଏ କରେନି କିନ୍ତୁ ଘର ଲୋକ ସାଙ୍ଗରେ ତାର କଥାବାର୍ତ୍ତା ମଜା ମସ୍ତି ଯାହା ହୁଏ ସେ ଘର ତାକୁ କଣ ମାନେ ପାଠ ପଢିବା ପାଇଁ ସେ ନିଜେ ନିଜେ ପଢେ ନା ନିଜେ ତାକୁ ପଢେ ନିଜେ ପଢେ କେବେ ବି ମୁଁ କି ତା ବାପା କେବେ ଆମେ ତାଙ୍କୁ ହୁଏନି ଯେ ଛୁଆ ତମେ ପଢ କି କିଛି ତାର ନିଜେ ପଢେ ଆହୁରି ବେଶୀ ପଢିଲା ବେଳେ ମୁଁ ଆହୁରି ବରଂ ଆସିଲେ କୁହେ ଛୁଆ ତମେ ଏତେ ସମୟ ଆଉ ଇଏ କରନି ଦେହ ଫେହ କିନ୍ତୁ ସେ ନିଜେ ପଢେ ଆପଣ ମନା କରନ୍ତି ଛୁଆ ପଢୁନି ବୋଲି? ମାନେ ରାତିରେ ବି ସେ ଯଦି ବସିକି ପଢୁଥାଏ ତ ମୁଁ କୁହେ ଏତେ ସମୟ ପଢନି ଦେହ ଖରାପ ହବ ଏଇ ହବ ପରୀକ୍ଷା ଆସୁଛି ତାର ସବୁବେଳେ ତାର ନିଜେ ସକାଳେ ହଉ ଦିନ ବେଳେ ହଉ ଖେଳକୁଦ କରେ ନା ନା? ଖେଳକୁଦ ସେମିତି ତ କରେନି ସେଇ ଘରେ ଯାହା ବାହାରେ ସାଙ୍ଗ ସମସ୍ତେ ସାଙ୍ଗ ସାର୍ ମାନେ ଜାଣିଥିଲେ ଯେ ଇଏ ଭଲ ରେଜଲ୍ଟ କରିବ ବୋଲି ଭାବିଥିଲେ ଆଜ୍ଞା ଆପଣ ମାନେ ବି ଦେଇଥିଲେ ଆଜ୍ଞା କେତେ ଖୁସି ଯେତେବେଳେ ରେଜଲ୍ଟ ବାହାରିଲା? ଖୁସି ତ ଲାଗୁଥିଲା। କଣ ଆଶା ରଖିଛନ୍ତି ପୁଅ କଣ ହେଲେ ଭଲ ହବ? ପୁଅ ତ ତାର ଏବେ ତାର କହୁଥିଲା ସେ ପ୍ରଶାସନିକ ସେବା ହେବା ପାଇଁ ତାର ଚାହୁଁଛି ବାପା ବୋଉ କରନ୍ତି ପାଣି ପାଇପ୍ ପାଣି ପାଇପ୍ ୱାରିଂ ଆପଣ ପାରିବେ ଆଜ୍ଞା ପ୍ରତିବର୍ଷ ମ୍ୟାଟ୍ରିକ ପରୀକ୍ଷା ବାହାରେ ଆମେ କିଛି ନା କିଛି ଅଫର ଲଗାଉ ମ୍ୟାଟ୍ରିକ ଯୋଉମାନେ ପାସ୍ କରିଥାନ୍ତି ହେଲେ କଣ ହୁଏ ସେ ଅଫରଟା କପି କେବେ ହେଇଯାଏ ଅନ୍ୟମାନେ ଦେଇ ଦିଅନ୍ତି ତ ଆମେ ଏଇ ବର୍ଷ ଚିନ୍ତା କଲୁ ଏମିତି କିଛି ଅଫର ଦବୁ ଯୋଉଟା କି ଓଡ଼ିଶାରେ ପ୍ରଥମ ହେଇଥିବ ଆଉ ସେକେଣ୍ଡ ରିଜନ ହଉଛି ଜେଲିଓ ବର୍ତ୍ତମାନ ମେକ୍ ଇନ୍ ଓଡ଼ିଶା କମ୍ପାନୀ ହେଇଗଲାଣି ତ ଆମେ ଓଡ଼ିଆ ରୂପେ ଓଡ଼ିଆ କମ୍ପାନୀ ହିସାବରେ କିଛି ଗୋଟେ ଓଡ଼ିଆ ପାଇଁ କିଛି କରିବା ତ ତାକୁ ଆଖି ଆଗେ ଦୃଷ୍ଟିରେ ରଖିକି ଆମେ ଚିନ୍ତା କଲୁ ଓଡ଼ିଶାରେ ଯିଏ ଓଡ଼ିଆ ମିଡିୟମରେ ଟପର ହେଇଥିବେ ତାଙ୍କୁ ଆମର ଜେଲିଓ ଫ୍ୟାମିଲି ତରଫରୁ ଗୋଟେ ଇଭି ଗାଡ଼ି ଆମେ ସମ୍ପୂର୍ଣ୍ଣ ଗିଫ୍ଟ ଆମ ତରଫରୁ ଆଉ ଏବେ ଆପଣ ମାନେ ରିସେଣ୍ଟ ଦେଖିଥିବେ ପେଟ୍ରୋଲର ଯୋଉ କ୍ରାଇସିସ୍ ଏବେ ଯୋଉ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଛି पेट्रोल किसी माने ग्यारंटी किसी ना पेट्रोल आसूची केतले कम आसूची और पेट्रोल धीरे धीरे महंगा ही जाऊँ मत 3 टका रेट बढ़ला पुणी एवं टंकाटा बढ़ला तो माने पेट्रोल फ्यूचर हूँ इवी आम समस्त जानते फ्यूचर इज इलेक्ट्रिक हेले फ्यूचरटा बर्तमान को पलि आसला तो मुझे तो कहबी समस्ते इवी की आसतु जमी आम माननीय प्रधानमंत्री श्री नरेंद्र मोदी जी कहते इवी की आसतु इवी किणु तो मुझे तो कहबी समस्त को आपन को गोटे मेक इन ओडिशार भरोसा आम दौचु जेलिओ ब्रांड सहित ता सहित ओडिशार आम प्रथम थर सैमसंग सेल बैटेरी लिथियम बैटेरी दौचु पुणी 4 वर्ष वारंटी सहित इवी की आसतु आपणकर जो पैसा बंचा सहित आमर परिवेश को आम प्रदूषण मुक्त कर नहीं आम डिक्लेयर करूँ आमर ओडिशा रे जो छात्र कि छात्री टॉपर होते आम गोटे आम तरफ गोटे इलेक्ट्रिक गाड़ी आम तरफ संपूर्ण उपहार आमर इवी शोरूम है 2021 रु एबे आम 2026 अच्छु आशा आमर पाखापाखि 70 प्लस डीलर पॉइंट ओडिशा अच्छी आमर मैन्युफैक्चरिंग प्लांट कटक टांगी रे अच्छी जोटी आमर पार्ट्स आसिक आसेम्बल होची तो मुझे तो कहबी इवी जो ओडिशावासी भरोसा पाउन कंपनी खोलुची बंद हो पड़ोची सर्विस मिलूनी तो से सब जिन आप जेलिओ पाइबेनी कहीं 5 वर्ष है बिजनेस कर सहित ओडिशा निजर गोटे मैन्युफैक्चरिंग प्लांट कटक टांगी रे अच्छी तो समस्त को अनुरोध इवी की आसतु पैसा सहित आमर परिवेश बड़ आमर फ्यूचर पाई आम आमर किसी छाड़ी जावा जमी आजिकार छात्र भविष्य माने आगर भविष्य से भाया पेट्रोल फ्यूचर हूँ इवी तो आम फ्यूचर कहीं वेट करवा बर्तमान इवी की आसवा पेट्रोल क्राइसिस हो या न हो किसी टेंशन ना 10 टंका खर्च कले आप 100 माइलेज आप इवी रु आप पाइपर आम पाखे 70 किलोमीटर आरंभ कर आम पाखे 250 किलोमीटर वाला गाड़ी अच्छी आउ रही आमर जो सान भाई जन आसु माने मो हार्दिक अभिनंदन माने समग्र ओडिशा रे सी प्रथम होती माने उज्जवल भविष्य मु कामना कर महाप्रभु श्री जगन्नाथ पाखे जहाँ इच्छा अच्छी इच्छा संपूर्ण पूरा हो मोर 600 रु 588 98% अछि केते खुशी लाଗୁଛି ଆଜି ଆପଣଙ୍କର ଭଲ ରେଜଲ୍ଟ କରିଥିଲେ ଯୋଉ ରଖିଥିଲେ ଯୋଉଟା ଗୋଟେ ଗାଡି ବି ଆଜି ଗିଫ୍ଟ ମିଳିଲା ଆପଣଙ୍କୁ मते बहुत खुशी लागुची उक्त गाड़ी मिलवा द्वारा मोर कोचिंग एवं कॉलेज करने यातायात सुविधा हो पार बहुत आनंदित अच्छी କାହାକୁ ଶ୍ରେୟ ଦେବ
ଏହି ସଫଳତା ପାଇଁ ମୁଁ ତ ପିତାମାତା ଗୁରୁଜୀ ଗୁରୁମାଙ୍କୁ ଶ୍ରେୟ ତଥା ଈଶ୍ୱରଙ୍କ ନିକଟରେ କୃତଜ୍ଞତା ଦେବି ଆଉ ଉତ୍କଳ ଏଭିକୁ ବି ଏଥିପାଇଁ କିଛି ଶ୍ରେୟ ଦେବାକୁ ଚାହିଁବି ଯାହାଦ୍ୱାରା ମୋତେ ଏଇ ରେଟ୍ ମିଳିଛି। କେତେ ସମୟ ପଢୁଥିଲ ଏତେ ମାର୍କ ରଖିଲ? ମୁଁ ସ୍କୁଲ ଟ୍ୟୁସନ୍ ଛଡ଼ା ଆଉ 5 ରୁ 6 ଘଣ୍ଟା ସେଲ୍ଫ ଷ୍ଟଡି କରୁଥିଲି। ସ୍କୁଲରେ ସାହାଯ୍ୟ ମିଳୁଥିଲା? ଗୁରୁଜୀ ଗୁରୁମା ମାନେ ମୋତେ ସର୍ବଦା ପ୍ରେରଣା ଦେଇ ଆସୁଥିଲେ ଆଉ ତାଙ୍କ ପରାମର୍ଶକୁ ମାନି ଏଇ ସଫଳତାରେ ପହଞ୍ଚିଛି। ମୁଁ ସ୍କୁଟି ନେଇ ସାରିଲା ପରେ ଆଉ ଟିକେ କଣ କରିବି? ତାକୁ ବିଭିନ୍ନ କୋଚିଂ କିମ୍ବା କଲେଜକୁ ଯିବା ପାଇଁ ବ୍ୟବହାର କରେ। ଚଲେଇବା ଶିଖିଛି? ଆଜ୍ଞା ଆଜ୍ଞା। ଏତେ ମନା ଦୁଃଖ କାହିଁକି ଖୁସି ହଉନ? ଓକେ ଏକ୍ସପେକ୍ଟ କରିଥିଲ କେବେ ସ୍କୁଟି ଏମତି ପାଇବ ବୋଲି? ତ କରିନଥିଲି। ଭଲ ପ୍ରଥମେ କାହାକୁ ବୁଝିବ? ମାଙ୍କୁ ବୁଝେଇବ? ଆଉ ତମେ ଚଲା ଶିଖିଛ ତ? ହଁ କୁହନ୍ତୁ ଆସିବ କାଳେ ଆଉ ଭାଇଙ୍କୁ କିଛି କହିବ? ଭାଇଙ୍କୁ ନିଶ୍ଚିତ ଭାବରେ ମୁଁ ଧନ୍ୟବାଦ। ଆଉ କେମିତି କଣ କଣ୍ଟାକ୍ଟ କରୁଥିଲେ କେମିତି କଣ ପରିବାର କେମିତି କଣ ଥିଲା? ତ ମାମୁଁ କଥା ହେଇଥିଲେ।